ସାଙ୍ଗମାନେ କ'ଣ ଆପଣ କେବେ ଅନୁଭବ କରିଛନ୍ତି କି ଯେବେ ଆମେ ଏକୁଟିଆ ଥାଉ ସେବେ ଅତୀତର ତିକ୍ତ ସ୍ମୃତି ହଠାତ୍ ଆମ ମନ ଆଉ ହୃଦୟକୁ ଘେରିଯାଏ। କୌଣସି ଭୁଲ ଯାହା ଆମେ ଅତୀତରେ କରିଥିଲେ, କୌଣସି ସ୍ୱପ୍ନ ଯାହାକି ପୂରଣ ହୋଇପାରିନି, ଅବା କୌଣସି ନିଜର ଲୋକ ଯିଏକି ଆମକୁ ଛାଡ଼ିକି ଚାଲି ଯାଇଛନ୍ତି, ଏହିସବୁ ସ୍ମୃତି, ଏହିସବୁ କଥା ବାରମ୍ବାର ଆମ ମନକୁ ଆସେ ଆଉ ଆମକୁ ଭିତରୁ ଭାଙ୍ଗି ଦିଏ। ଆମେ ଭାବୁ କି କାଶ ଏମିତି ନ ହେଇଥାନ୍ତା କି, ମୁଁ ସେଇ ଭୁଲ ନ କରିଥାନ୍ତି କି, ମୁଁ ସେଇ ମୌକାକୁ ହାତଛଡ଼ା ନ କରିଥାନ୍ତି କି। କିନ୍ତୁ ସାଙ୍ଗମାନେ, କ'ଣ ଅତୀତର ସେଇ କଥାକୁ ବାରମ୍ବାର ଭାବିବା ଦ୍ୱାରା କିଛି ବଦଳିଥାଏ କି? ନା, ବିଲକୁଲ ନୁହେଁ। ଏହା କେବଳ ଆମକୁ ଦୁଃଖୀ କରିଥାଏ, ଆମ ଆତ୍ମବିଶ୍ୱାସକୁ କମଜୋର ବନାଇଥାଏ। କିନ୍ତୁ ପ୍ରକୃତ କଥା ହେଉଛି ଅତୀତ ଗୋଟିଏ ବନ୍ଦ ହେଇଥିବା ବହି ପରି ହେଇଥାଏ। ଏହା ବିତି ସାରିଛି, ଆପଣ ତାକୁ ପଢ଼ିପାରିବେ, ତାଠାରୁ ଶିକ୍ଷା ନେଇପାରିବେ, କିନ୍ତୁ ଆପଣ ତାକୁ ବଦଳାଇ ପାରିବେ ନାହିଁ। ଚାଲି ଯାଇଥିବା ସମୟ ଜୀବନରେ ଆଉ କେବେ ବି ଫେରିକି ଆସିବନି। ହେଲେ କ'ଣ ଆପଣଙ୍କୁ ଜଣାଅଛି କି ବର୍ତ୍ତମାନ ଆପଣଙ୍କ ହାତରେ କ'ଣ ଅଛି? ଆପଣଙ୍କ ହାତରେ ଆଜିର ଦିନ ଅଛି, ଆଜିର ଏହି ସମୟ ଅଛି, ଆଜିର ଏହି ମୁହୂର୍ତ୍ତ ଅଛି। ଏହା ହେଉଛି ସେହି ଅପରଚ୍ୟୁନିଟି ଯେଉଁଥିରେ ଆପଣ ନିଜର ଜୀବନକୁ ବଦଳାଇ ପାରିବେ। ଏହା ସେହି ଗୋଲ୍ଡେନ୍ ଟାଇମ୍ ଯେବେ ଆପଣ ନିଜ ସ୍ୱପ୍ନ ଆଡ଼କୁ ପୁଣି ଥରେ ପାଦ ବଢ଼ାଇ ପାରିବେ। କିନ୍ତୁ ଏଥିପାଇଁ ଆପଣଙ୍କୁ ଗୋଟିଏ ଜିନିଷ କରିବା ପାଇଁ ପଡ଼ିବ, ଆଉ ତାହା ହେଉଛି ନିଜ ଅତୀତକୁ ଛାଡ଼ିବା ପାଇଁ ପଡ଼ିବ। ସାଙ୍ଗମାନେ, ମୁଁ ମାନୁଛି କି ଅତୀତକୁ ଛାଡ଼ିବା ଏତେ ସହଜ ହୋଇନଥାଏ। କାହାର ଖରାପ ସ୍ମୃତି, କୌଣସି ବିଫଳତା ଅବା କୌଣସି ଧୋକା ଏତେ ସହଜରେ ଭୁଲା ଯାଇପାରିବ ନାହିଁ। କିନ୍ତୁ ଯଦି ଆପଣ ବିତି ଯାଇଥିବା ଅତୀତକୁ ଜାବୁଡ଼ି ଧରି ବସି ରହିବେ, ତ ଆପଣ ଆସନ୍ତାକାଲି ଆସିବାକୁ ଥିବା ଖୁସିକୁ କେବେ ବି ଦେଖିପାରିବେ ନାହିଁ। ଏହା ଠିକ୍ ସେହିପରି ହେଇଥାଏ ଯେମିତି ଆପଣଙ୍କ ସାମ୍ନାରେ ଗୋଟିଏ ବନ୍ଦ କବାଟ ଅଛି ଆଉ ଆପଣ ତାକୁ ବାରମ୍ବାର ଧକ୍କା ଦେଉଛନ୍ତି, କିନ୍ତୁ ସେ ଖୋଲୁନାହିଁ। ଯେବେ କି ସେଇ ପାଖରେ ଗୋଟିଏ ନୂଆ କବାଟ ଖୋଲା ହେଇକି ରହିଛି, କିନ୍ତୁ ଆପଣଙ୍କ ନଜର ତା ଉପରକୁ ଯାଉନାହିଁ। ତେଣୁ ଆଜିଠାରୁ ଗୋଟିଏ ନିଷ୍ପତ୍ତି ନିଅନ୍ତୁ। ଅତୀତକୁ ଧନ୍ୟବାଦ ଦିଅନ୍ତୁ କି ସେ ଆପଣଙ୍କୁ ଶିକ୍ଷା ଦେଲା, ଆପଣଙ୍କୁ ଅଧିକ ଶକ୍ତିଶାଳୀ ବନେଇଲା। କିନ୍ତୁ ତାକୁ ନିଜର ବର୍ତ୍ତମାନ ଉପରେ କେବେ ବି ହାବି ହେବାକୁ ଦିଅନ୍ତୁ ନାହିଁ, କାରଣ ପ୍ରକୃତ ସୁଖ କେବଳ ଆଜି ଭିତରେ ଲୁଚିକି ଅଛି। ଛୋଟ ଛୋଟ ଖୁସି ଆପଣଙ୍କ ପାଖ ଆଖରେ ଛିନ୍ନ ଭିନ୍ନ ହୋଇ ପଡ଼ି ରହିଛି, ବାସ୍ ଆପଣଙ୍କୁ ତାକୁ ଚିହ୍ନିବା ଆବଶ୍ୟକ। ସାଙ୍ଗମାନେ, କ'ଣ ଆପଣ କେବେ ଛୋଟ ପିଲାଙ୍କ ହସକୁ ଧ୍ୟାନ ଦେଇକି ଦେଖିଛନ୍ତି? ସେଇ ହସ ବିନା କୌଣସି ଚିନ୍ତାରେ ହେଇଥାଏ, କାରଣ ସେଇ ପିଲା କେବଳ ସେଇ ମୁହୂର୍ତ୍ତରେ ଜିଇଥାଏ। ଆମକୁ ବି ସେଇ ଜିନିଷ ଶିଖିବାର ଆବଶ୍ୟକତା ଅଛି। ପ୍ରତ୍ୟେକ ଦିନ ଗୋଟିଏ ନୂଆ ଅପରଚ୍ୟୁନିଟି ହେଇଥାଏ, ପ୍ରତ୍ୟେକ ସକାଳ ଗୋଟିଏ ନୂଆ ଆରମ୍ଭ ହେଇଥାଏ। ଆଉ ଯେବେ ଆପଣ ଅତୀତ ଠାରୁ ମୁକ୍ତ ହେଇକି ଆଜି ପାଇଁ ଯିବା ଆରମ୍ଭ କରିବେ, ଆପଣ ଦେଖିବେ କି ଆପଣଙ୍କ ଜୀବନ ଆପେ ଆପେ ବଦଳିବାକୁ ଲାଗିବ। ଆଜିଠାରୁ ନିଜ ସହିତ ଗୋଟିଏ ପ୍ରତିଜ୍ଞା କରନ୍ତୁ। କୁହନ୍ତୁ କି ମୁଁ ବିତି ଯାଇଥିବା କାଲିର ଭୁଲକୁ ମନେ ପକାଇବିନି, ବରଂ ଆଜିକୁ ଉନ୍ନତ ବନେଇବା ଉପରେ ଫୋକସ୍ କରିବି। ମୁଁ ନିଜର ଛୋଟ ଛୋଟ ଜିତ୍କୁ ସେଲିବ୍ରେଟ୍ କରିବି। ମୁଁ ନିଜ ପରିବାର ପାଇଁ, ନିଜ ସାଙ୍ଗସାଥିମାନଙ୍କ ପାଇଁ, ଆଉ ସବୁଠୁ ଜରୁରୀ ନିଜ ପାଇଁ ସମୟ ବାହାର କରିବି। କାରଣ ମନେ ରଖନ୍ତୁ, ଜୀବନର ପ୍ରକୃତ ଅର୍ଥ ଆଜି ହେଇଥାଏ। ଅତୀତ ହେଉଛି ଗୋଟିଏ ଶିକ୍ଷା, ଜେଲ୍ ନୁହେଁ। ତାକୁ ନିଜ ପାଦର ଝଞ୍ଜିର ବନାନ୍ତୁନି। ଯଦି ଏହି କଥା ଆପଣଙ୍କ ହୃଦୟ ପର୍ଯ୍ୟନ୍ତ ପହଞ୍ଚିଥାଏ, ତ ଆମର ଏହି ଭିଡ଼ିଓକୁ ଲାଇକ୍ କରନ୍ତୁ, ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ, ଆଉ ଏହି ଭିଡ଼ିଓକୁ ସେଇମାନଙ୍କ ପର୍ଯ୍ୟନ୍ତ ସେୟାର କରନ୍ତୁ ଯେଉଁମାନେ ଏବେ ବି ନିଜ ଅତୀତର ଝଞ୍ଜିରରେ ନିଜ ପାଦକୁ ବାନ୍ଧି ଦେଇଛନ୍ତି। ସେଇମାନଙ୍କୁ କୁହନ୍ତୁ କି ଯେକୌଣସି ସମୟରେ ଗୋଟିଏ ନୂତନ ଆରମ୍ଭ କରାଯାଇପାରିବ, ବାସ୍ ଆଜିଠାରୁ। ସାଙ୍ଗମାନେ, ମନେ ରଖନ୍ତୁ କି ଆପଣଙ୍କ ବର୍ତ୍ତମାନ ହେଉଛି ଆପଣଙ୍କର ପ୍ରକୃତ ଧନ। ଏହାକୁ ପୂର୍ଣ୍ଣ ଭାବରେ ବଞ୍ଚିବା ଶିଖନ୍ତୁ। ଆଜି ପାଇଁ ବାସ୍ ଏତିକି। ପୁଣି ଦେଖା ହେବ ଆଉ ଗୋଟେ ନୂଆ ଭିଡ଼ିଓରେ। ସେ ପର୍ଯ୍ୟନ୍ତ ମନେ ରଖିଥାନ୍ତୁ। ଧନ୍ୟବାଦ।